ଆଜିର ଦିନରେ ଯଦି ଏଇ ମା ମାନେ ମିଶନ ଶକ୍ତିର ମା ମାନେ ଯଦି ରାଜରାସ୍ତାରେ ବସିବେ ତାହେଲେ ମୁଁ ଭାବୁଛି ସମ୍ପୂର୍ଣ୍ଣ ପଞ୍ଚାୟତ କ'ଣ ବ୍ଲକ କ'ଣ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ବି ମଧ୍ୟ ଠପ୍ ହେଇ ପଡ଼ିବ। ମା ମାନଙ୍କର ହକ ଲଢ଼େଇ ପାଇଁ ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛି। ଆଲୋଚନା ଏ ହେଉଛି ତାଙ୍କର 9 ମାସର ସାଲାରୀ ବନ୍ଦ ରହିଛି। ଆମେ ଆଜି ବିଧାନସଭାରେ ସେ କଥା ଉଠେଇଛୁ। ତେଣୁ ଆମେ ସେମାନଙ୍କୁ ପ୍ରତିଶ୍ରୁତି ଦେଇକରି ଯାଉଛୁ ଯେ ଯେପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ନ ହୋଇଛି ସେମାନେ ରାଜରାସ୍ତାରେ ଲଢ଼ିବେ, ଆମେ ବିଧାନସଭାରେ ଲଢ଼ିବୁ ଏବଂ ତାଙ୍କୁ ଯେଉଁଭଳି ଭାବରେ ହଜାର ହଜାର ସଂଖ୍ୟକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି ଏ ଗୋଟେ ଦୁଃଖର କଥା। ସରକାର ନିହାତି ଏକଥା ଚିନ୍ତା କରିବାର ଆବଶ୍ୟକତା ଅଛି ଏବଂ ତାଙ୍କର ଦାବି ପୂରଣ କରିବାର ଆବଶ୍ୟକତା ଅଛି। ଦେଖନ୍ତୁ ଗଭର୍ଣ୍ଣମେଣ୍ଟ ଆପଣ 6 ମାସ ହେଲା ଦେଖୁଛନ୍ତି ଗଭର୍ଣ୍ଣମେଣ୍ଟ କ'ଣ ଚାଲିଛି। ଆପଣ ବ୍ଲକ ଦେଖନ୍ତୁ, ପଞ୍ଚାୟତ ଦେଖନ୍ତୁ, ଯେଉଁଠି ଦେଖିଲେ କାମ ସବୁ ଠପ୍ ହେଇକରି ପଡ଼ିଛି। ତେଣୁ ଆଜିର ଦିନରେ ଯଦି ଏଇ ମା ମାନେ ମିଶନ ଶକ୍ତିର ମା ମାନେ ଯଦି ରାଜରାସ୍ତାରେ ବସିବେ ତାହେଲେ ମୁଁ ଭାବୁଛି ସମ୍ପୂର୍ଣ୍ଣ ପଞ୍ଚାୟତ କ'ଣ ବ୍ଲକ କ'ଣ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ବି ମଧ୍ୟ ଠପ୍ ହେଇ ପଡ଼ିବ। ଏ ସରକାର ଡେଭଲପମେଣ୍ଟ ପାଇଁ ଚିନ୍ତା କରୁନି, ଏ ସରକାର ଲୋକଙ୍କ କାମ କରିବା ପାଇଁ ଚିନ୍ତା କରୁନି, ସେଇଥିପାଇଁ ଏସବୁ କାର୍ଯ୍ୟକ୍ରମ ଚାଲିଛି। ଆଜି ତ ଆପଣମାନେ ଦେଖିଲେ ବିଧାନସଭାରେ ଯେଉଁଭଳି ଭାବରେ ମତ ଉଠିଛି। ଆମେ 51 ଜଣ ବିଧାୟକ ଅଛନ୍ତୁ, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଅଛନ୍ତି। ଆମେ ସମସ୍ତେ ତାଙ୍କ ସହିତ ଅଛୁ, ତାଙ୍କ ପାଇଁ ତାଙ୍କ ସ୍ୱରରେ ଏକ ସ୍ୱରରେ ଆମ ସ୍ୱର ମିଳେଇକରି ସରକାର ଏଗେନ୍ଷ୍ଟ ଲଢ଼େଇ କରିବୁ ଏବଂ ଯେପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନ ହୋଇଛି ଆମ ଦାବି ଆମର ଲଢ଼େଇ ଜାରି ରହିବ। ସରକାରୀ ଦଳର ଗୋଟେ ଅଭିଯୋଗ ଆସୁଛି ବିରୋଧୀ ଦଳ ମହିଳାମାନଙ୍କୁ ନେଇ ରାଜନୀତି କରୁଛି ବୋଲି। ଆପଣମାନେ କ'ଣ ଫିଲ୍ କରୁଛନ୍ତି ଯଦି ଜଣେ ସାଲାରୀ ପାଉନାହିଁ, 9 ମାସ ହେଲା ସାଲାରୀ ପାଉନାହିଁ, ଯେଉଁମାନେ ମିଶନ ଶକ୍ତି କାର୍ଯ୍ୟକ୍ରମ କରୁଥିଲେ, ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ, ସେମାନଙ୍କୁ ସାଲାରୀ ନ ଦିଆଯିବ ତାହେଲେ ସେମାନେ କିଭଳି ଭାବରେ କାର୍ଯ୍ୟକ୍ରମ କରିବେ? ଯେଉଁଭଳି ଭାବରେ ଦରଦାମ ବୃଦ୍ଧି ରଖିଛି ଆପଣମାନେ ଦେଖିଛନ୍ତି। ତେଣୁ ଏଠି ରାଜନୀତି କିଛି କରାଯାଉନି, ହକ୍ର ଲଢ଼େଇ କରାଯାଉଛି। ମା ମାନଙ୍କର ହକ୍ ଲଢ଼େଇ ପାଇଁ ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛି। ଦେଖନ୍ତୁ ତରବରିଆ ଭାବରେ ଯେଉଁ ଯୋଜନା କରାଯିବ ୱିଦାଉଟ୍ ଏନି ଏସ୍ଓପିରେ ଯଦି ଯୋଜନା କରାଯିବ ନିଶ୍ଚିତ ରୂପେ ଏହା ଭୁଲ ରହିବ। ସୁଭଦ୍ରା ଯୋଜନା କଥା କହିଲେ ଆପଣମାନେ ଜାଣିଛନ୍ତି 50,000 ଟଙ୍କା ଦେବା କଥା ଯୋଜନାରେ ରହିଥିଲା, କିନ୍ତୁ ଏବେ କିଭଳି ଭାବରେ କରାଗଲା। ତେଣୁ ଏ ସରକାର ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ଇଏ ଯେଉଁ କହୁଛନ୍ତି ଆମେ 3 ମାସର ସରକାର, 6 ମାସର ସରକାର, ସଦାବେଳେ ଯେଉଁ 24 ବର୍ଷ ସରକାର କଥା 24 ବର୍ଷ ସରକାର କିଛି କରିନାହାନ୍ତି ଏଇ ଯେଉଁ କଥା ନାରା ଦେଉଛନ୍ତି, ସେମାନେ ନିଜ ଦାୟିତ୍ୱ ଭୁଲି ଯାଇକରି କେବଳ 24 ବର୍ଷ କଥା ହିଁ କହୁଛନ୍ତି। ଆମେ ବିଧାନସଭାରେ ଦେଖୁଛୁ ଯେତେବେଳେ କୋଶ୍ଚିନ୍ ଉଠୁଛି କୌଣସି କଥା ନା 24 ବର୍ଷ କଥା। 24 ବର୍ଷରେ ଆମେ ନିଶ୍ଚିତ ରୂପେ ଯଦି କାମ ନ କରିଥାନ୍ତୁ ତାହେଲେ ଆଜିର ଦିନରେ 70 ଲକ୍ଷ ମହିଳା କିଭଳି ଭାବରେ ମାନେ ସ୍ୱାବଲମ୍ବୀ ମାନେ ସେମାନେ କର୍ମ ନିଯୁକ୍ତି ପାଇଥାନ୍ତେ। ତେଣୁ ନିଶ୍ଚିତ ରୂପେ ଏ ସରକାର କୌଣସି ଡେଭଲପମେଣ୍ଟ ୱାର୍କ ପାଇଁ ଚାହୁଁନାହିଁ ବି। ମୁଁ ଭାବୁଛି ଏ ସରକାର କ'ଣ ଅସୁବିଧା ଅଛି ବା ସେମାନେ କିଛି ଷ୍ଟ୍ରାଟେଜି ତାଙ୍କ ପାଖରେ ନାହିଁ କୌଣସି ଡେଭଲପମେଣ୍ଟ ୱାର୍କ କରିବା ପାଇଁ। ତେଣୁ ଯଦି ଏଇଭଳି ଭାବରେ ଡିପାର୍ଟମେଣ୍ଟାଲି ୱାର୍କ ବନ୍ଦ ରହିବ, ବ୍ଲକରେ କୌଣସି କାର୍ଯ୍ୟକ୍ରମ ଚାଲିବ ନାହିଁ, ମିଶନ ଶକ୍ତି କାର୍ଯ୍ୟକ୍ରମ ଚାଲିବ ନାହିଁ, ତାହେଲେ ସାଧାରଣ ଜନତା କିଭଳି ଭାବରେ ଉପକୃତ ହେବେ?